ମାତା ସତୀଙ୍କ ପିତା ଦକ୍ଷ ଏକ ଜନସମାବେଶରେ ଭଗବାନ ଶିବଙ୍କୁ ଅପମାନିତ କରିଥିଲେ। ସେହି ଅପମାନକୁ ସହିପାରିନଥିଲେ ମାତା ଏବଂ ସେ ତାଙ୍କ ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞର ନିଆଁକୁ ଡେଇ ନିଜ ଜୀବନକୁ ଉତ୍ସର୍ଗୀ କରିଦେଇଥିଲେ। ମାତା ସତୀଙ୍କଠାରୁ ଅଲଗା ହୋଇ ଭଗବାନ ଶିବ ମାତା ସତୀଙ୍କ ଶରୀର ସହିତ ବୁଲିବା ଆରମ୍ଭ କଲେ। ଏହି ସମୟରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ସହିତ ମାତା ସତୀଙ୍କ ଶରୀର ଉପରେ ପ୍ରହାର କରିଥିଲେ। ଆଉ ସେହି ପ୍ରହାର ପାଇଁ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ଯେଉଁଠାରେ ପଡ଼ିଲା ସେମାନେ ଶକ୍ତିପୀଠ ନାମରେ ପ୍ରସିଦ୍ଧ ହେଲେ। ସେମିତି ଏକ ଅଂଶ ଏହି ସ୍ଥାନରେ ମଧ୍ୟ ପଡ଼ିଥିବା ବିଶ୍ୱାସ କରାଯାଏ, ଯାହାକୁ ନେଇ ଅନେକ ରହସ୍ୟ ଦେଖିବାକୁ ମିଳେ। ଅନେକ ଅଲୌକିକ ଘଟଣା ସାମ୍ନାକୁ ମଧ୍ୟ ଆସିସାରିଲାଣି। ତେବେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଦେଖିବା ଆଜିର ଏହି କାହାଣୀ। ହ୍ୟାଲୋ ହାଏ ନମସ୍କାର, ଆଉ ଏକ ନୂଆ କାହାଣୀ ସହ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣଙ୍କୁ ସ୍ୱାଗତ। ବିଶ୍ୱାସ କରାଯାଏ ଯେ ଦେବୀ ସତୀଙ୍କ ଶରୀରର ଯୌନ ଅଂଶ ଏଇଠାରେ ପଡ଼ିଯାଇଥିଲା। ସେବେଠାରୁ ଏହି ସ୍ଥାନ ମା କାମାକ୍ଷା ଦେବୀ ନାମରେ ପ୍ରସିଦ୍ଧ। ମା କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ୍ ପ୍ରସିଦ୍ଧ। ଏହି ମନ୍ଦିର 52 ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକର ଗଡ଼ ବୋଲି ବିବେଚନା କରିଥାନ୍ତି। ଭାରତ ଆସାମ ରାଜ୍ୟର ଗୁହାଟୀ ସହରଠାରୁ ପ୍ରାୟ 7 କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାରେ ଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହା ହେଉଛି ମନ୍ଦିରର ବିଶ୍ୱାସ ଯେ ଯିଏ ଏଠାରେ ପ୍ରକୃତ ହୃଦୟ ସହିତ ଆସିଥାଏ ସେ ମା ଆଦିଶକ୍ତିର ଦର୍ଶନ ପାଇଥାଏ। ତାକୁ ସାରା ଜୀବନ କୌଣସି ସଙ୍କଟ ଦେଇ ଗତି କରିବାକୁ ପଡ଼େ ନାହିଁ ଏବଂ ମାତା ଭଗବତୀଙ୍କର ଆଶୀର୍ବାଦ ସବୁବେଳେ ଏହି ଭକ୍ତମାନଙ୍କ ଉପରେ ରହିଥାଏ। ଏହି ମନ୍ଦିର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏଠାରେ କୌଣସି ପ୍ରତିମା କିମ୍ବା ମାତା ଦେବୀଙ୍କର କୌଣସି ଚିତ୍ର ନାହିଁ, ବରଂ ଏଠାରେ ଏକ କୁଣ୍ଡ ଅଛି ଯାହା ସର୍ବଦା ଫୁଲରେ ଆକୃତ ହୋଇ ରହିଥାଏ। ଏହି ମନ୍ଦିରରେ ଦେବୀଙ୍କର ଯୋନି ପୂଜା କରାଯାଏ। ଆଜି ବି ମା ଏଠାରେ ରଜସ୍ୱଳା ହୋଇଥାନ୍ତି। ଏହି ମନ୍ଦିର ସହ ଜଡ଼ିତ ଅନ୍ୟାନ୍ୟ ରହସ୍ୟମୟ ଜିନିଷ ମଧ୍ୟ ଅଛି, ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାମାକ୍ଷା ମନ୍ଦିରରେ ମାତା ଦେବୀଙ୍କର କୌଣସି ପ୍ରତିମା ନାହିଁ। ଏଠାରେ ଏକ କୁଣ୍ଡକୁ ତାଙ୍କର ରୂପ ଭାବରେ ବିବେଚନା କରାଯାଏ ଏବଂ ପୂଜା କରାଯାଏ। ମନ୍ଦିରର ମୁଖ୍ୟ ମନ୍ଦିର ଭୂମିଠାରୁ ପ୍ରାୟ 20 ଫୁଟ ତଳେ ଭୂମି ତଳେ ଏକ ବିରାଟ ଗୁମ୍ଫା ମଧ୍ୟ ଅଛି। ପ୍ରତି ମାସରେ ଏହି ମନ୍ଦିରରେ କବାଟ 3 ଦିନ ପାଇଁ ବନ୍ଦ ରହିଥାଏ। ଏହି ସମୟ ମଧ୍ୟରେ କେହି ମାଙ୍କ ଦର୍ଶନ କରନ୍ତି ନାହିଁ। ଏହି ସ୍ଥାନ ତନ୍ତ୍ର ସାଧନା ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ। ତାଙ୍କ ଭକ୍ତମାନଙ୍କ ସିଦ୍ଧିପ୍ରାପ୍ତି ପାଇଁ ଏଠାରେ ମାତା କାମାକ୍ଷାଙ୍କୁ ପୂଜା କରନ୍ତି। ଆପଣମାନେ ଯଦି କାମାକ୍ଷା ଦେବୀଙ୍କ ଦର୍ଶନ କରିଛନ୍ତି ତେବେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।